ଭୁଲରେ ମଧ୍ୟ ଏହି ଦୁଇଟି ଗଛ କେବେ ବି ଅନ୍ୟକୁ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ଆସିଥାଏ ଦରିଦ୍ରତା। ମା ଲକ୍ଷ୍ମୀଙ୍କର କୋପ ଆପଣଙ୍କ ଉପରେ ଥାଏ। କୁହାଯାଏ ଏହି ଦୁଇଟି ଗଛ ଅନ୍ୟକୁ ଦେବା ଦ୍ୱାରା ଆପଣଙ୍କ ଘରର ଧନ ସମ୍ପତ୍ତିର ନଷ୍ଟ ହୋଇଥାଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଆପଣମାନଙ୍କ ନିମିତ୍ତ ମୋ ଚ୍ୟାନେଲରେ ଏମିତି ବାସ୍ତୁ ଶାସ୍ତ୍ର ଉପରେ ବା ବାସ୍ତୁ ପ୍ଲାଣ୍ଟ ଉପରେ ବହୁତ ସାରା ଭିଡ଼ିଓ ଆସିଛି, କିନ୍ତୁ ଆଜିର ଭିଡ଼ିଓଟି ଟିକେ ଅଲଗା। କେଉଁ ଦୁଇଟି ଗଛ ଫୁଲରେ ବି ଆପଣମାନେ ଅନ୍ୟକୁ ଦେବେ ନାହିଁ। କେତେ କ'ଣ ହେଇଯାଉ ପଛେ ଅନ୍ୟକୁ ଏହି ଦୁଇଟି ଗଛ କେବେ ବି ଦେବେ ନାହିଁ। ତେବେ ସେହି ଦୁଇଟି ଗଛ କ'ଣ? ସେହି ଗଛ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଥାଏ। କୁହାଯାଏ ସେହି ଗଛ ଅନ୍ୟକୁ ଦେବା ଦ୍ୱାରା ମା ଲକ୍ଷ୍ମୀ ବି ଚାଲିଯାଆନ୍ତି। ତେଣୁ ଏମିତି କେବେ ବି ଆପଣମାନେ ଭୁଲ କରନ୍ତୁ ନାହିଁ। ଯଦି ଆପଣମାନେ ଏମିତି ଭୁଲ କରିଛନ୍ତି, ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରିବେ, କାରଣ ଅନ୍ୟମାନେ ମଧ୍ୟ ଯେମିତି ଏହି ଦୁଇଟି ଗଛକୁ ଅନ୍ୟମାନଙ୍କୁ ଦେବେ ନାହିଁ। ଏବେ ଦର୍ଶକ ବନ୍ଧୁ, ଆପଣମାନେ ଆପଣଙ୍କ ଘରେ ବାସ୍ତୁ ପ୍ଲାଣ୍ଟ ଉପରେ କିଛି ଗଛ ରଖିଛନ୍ତି କି? ଯଦି ରଖିଛନ୍ତି, କେଉଁ କେଉଁ ଗଛ ରଖିଛନ୍ତି? ସେଇ ଗଛମାନଙ୍କୁ କ'ଣ ସଠିକ ଦିଗରେ ଲଗାଇଛନ୍ତି କି? ଯଦି ଆପଣ ଧନଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି, ଯଦି ଆପଣଙ୍କୁ ନୂତନ ଗୃହ ଚାହୁଁଛନ୍ତି, ତେବେ ଆପଣମାନେ କେଉଁ ଗଛ ନିଜ ଘରେ ଲଗାଇବେ? ଯଦି ଆପଣମାନେ ସମାଜରେ ପ୍ରତିଷ୍ଠିତ ଚାହୁଁଛନ୍ତି, ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ୁ ଚାହୁଁଛନ୍ତି, କେଉଁ ଗଛ ଘରେ ଲଗାଇବେ? ଏମିତି ବହୁତ ସାରା ସବୁ ଗଛର ଏକ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ଅଛି। ଏବଂ ଯେହେତୁ ଦେବବୃକ୍ଷକୁ ପୂଜା କରିବା ଦ୍ୱାରା କୁହାଯାଏ ଦେବବୃକ୍ଷ ପୂଜା ଯେ ଆପଣମାନେ ଯଦି କରିବେ, ସ୍ୱୟଂ ଭଗବାନଙ୍କର ପୂଜା କରିବା ସହିତ ସମାନ ହୋଇଥାଏ। ଏବଂ ଗଛକୁ ପାଣି ଦେବା ବି ହେଇଯିବ ଏବଂ ଗଛର ସେବା ବି କରିବା ହେଇଯିବ। ସେହି ଗଛ କ'ଣ? ଚାଲନ୍ତୁ ଜାଣିବା। ଏବେ ଦର୍ଶକ ବନ୍ଧୁ, ଗଛ ପ୍ରତ୍ୟେକ ବ୍ୟକ୍ତି ବିଶେଷ ନିଜ ଘରେ ଗଛଟିଏ ତ ଲଗାଇବା ନିଶ୍ଚୟ ଦରକାର ଅଟେ। ଚାଲନ୍ତୁ ଜାଣିବା ଯେ କେଉଁ ଦୁଇଟି ଗଛ ଅନ୍ୟକୁ ଦେବା ନାହିଁ, ୟା ଉପରେ ବି ଜାଣିବା ଏବଂ କେଉଁ ଗଛ ଘରେ ଲଗାଇଲେ ଆମର ଶୁଭ ହେବ। ତେଣୁ ଜମା ବି ଭିଡ଼ିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ମୋ ସହ ଯୋଡ଼ି ରୁହନ୍ତୁ। ଭିଡ଼ିଓରେ ଯେଉଁ ଜିନିଷ ଉପରେ ଆପଣଙ୍କୁ ବତାଇବି ଆପଣଙ୍କର କାମରେ ନିଶ୍ଚୟ ଆସିବ। ଯଦି ଆପଣ ନୂତନ ଘର ଚାହୁଁଛନ୍ତି ଯେ ଆପଣ ଧନରେ ଆଗମନ ହଉ ବୋଲି, କେଉଁ ଗଛ ଘରେ ଲଗାଇବେ? ନୂତନ ଘର ଯଦି ନିର୍ମାଣ ଚାହୁଁଛନ୍ତି, କୌଣସି ପ୍ଲଟ୍ କିଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣମାନେ ନିଜ ଘରେ ଧଳା ଅରଖ ଗଛକୁ ନିଶ୍ଚୟ ଲଗାନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଏତିକିରେ ଜମା ବି ସ୍କିପ୍ କରନ୍ତୁ ନାହିଁ। ଏବଂ ତୃତୀୟରେ, ଘରର ସୁଖ ସମୃଦ୍ଧି ବୈଭବ ପାଇଁ ଘରେ ତ ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ ଏବଂ ତାହାର ନିତ୍ୟ ସେବା ପୂଜାର୍ଚ୍ଚନା ବି କରନ୍ତୁ। ଚତୁର୍ଥରେ, ଆପଣମାନେ କ'ଣ କରିବେ ନା ନିଜ ଘରର ପଛପଟେ ବେଲ ଗଛ ଲଗାଇବେ ଏବଂ କଦଳୀ ଗଛ ଲଗାଇବେ। କେବେ ବି ଘର ସାମ୍ନାରେ କିମ୍ବା ଘରର ମୁଖ୍ୟ ଦ୍ୱାରର ଆଖପାଖରେ ବେଲ ଗଛ, କଦଳୀ ଗଛ, ଓସ୍ତ ଗଛ ଲଗାଯାଏ ନାହିଁ। ଏହାକୁ ଶାସ୍ତ୍ରୀୟ ମନା କରାଯାଇଛି। ଶାସ୍ତ୍ର ଅନୁଯାୟୀ ଏହାକୁ ମନା କରାଯାଇଛି। ଏହି ଗଛ କେବେ ବି ନିଜ ଘରେ ଲଗାଇବେ ନାହିଁ। ଏବେ ଦର୍ଶକ ବନ୍ଧୁ, ଏହି ସବୁ ଗଛ ତ ଆପଣମାନେ ଘରେ ଲଗାଇବେ ନାହିଁ। ଏହା ସହିତ ଯାହାକି ଲକ୍ଷ୍ମୀ କମଳ ଏବଂ ବିଷ୍ଣୁ କମଳ, ଏହି ଗଛ ବିଷୟରେ ଯଦି ଆପଣମାନେ ଜାଣିନାହାନ୍ତି, ଥରୁଟିଏ ମୋ ଚ୍ୟାନେଲର ଡିସ୍କ୍ରିପସନ୍ ଦେଖନ୍ତୁ। ପ୍ରଡକ୍ଟର ଲିଙ୍କ ବି ଆପଣମାନଙ୍କୁ ଦେଇଦେଇଛି। ଏହି ଗଛ ଆପଣମାନେ ଘରକୁ ଅନଲାଇନ୍ ଅର୍ଡ଼ର କରନ୍ତୁ। ଏହି ଗଛ ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ଅଟେ। ଏବଂ ଆଉ ଗୋଟିଏ ଗଛ ହେଉଛି ଜଡ଼େଇ ପ୍ଲାଣ୍ଟ, ଯାହାକୁ କୁବେର ପ୍ଲାଣ୍ଟ ବି କୁହାଯାଏ। ଏହି ଗଛ ବି ଘରେ ରହିବା ଦ୍ୱାରା ଘରର ବୈଭବ୍ୟ, ସୁଖ ସମୃଦ୍ଧି, ଉନ୍ନତି ହୋଇ ଯାଇଥାଏ। ତେଣୁ ଏହି ଗଛକୁ ନିଜ ଘରେ ଲଗାନ୍ତୁ। ଏବଂ ଆଉ ଗୋଟିଏ ଗଛ ହେଉଛି ମନି ପ୍ଲାଣ୍ଟ, ଯାହାକି ଘରେ ଘରେ ଅଛି, ସମସ୍ତଙ୍କ ଘରେ ଅଛି। ଏହି ମନି ପ୍ଲାଣ୍ଟକୁ ଭଲ ଜାଗାରେ ରଖିବା ଏବଂ ଯଦି ଏହାକୁ ତୁଳସୀ ଗଛ ପାଖରେ ଲଗାନ୍ତି, ମନି ପ୍ଲାଣ୍ଟକୁ ତୁଳସୀ ଗଛ ପାଖରେ ଲଗାନ୍ତୁ, ଏହାର 100 ଗୁଣ ଫାଇଦା ଆପଣମାନେ ପାଇପାରିବେ। ଥରୁଟିଏ ଏହି ଉପାୟକୁ କରନ୍ତୁ। ଯଦି ବା ମନି ପ୍ଲାଣ୍ଟ ତୁଳସୀ ଗଛ ପାଖରେ ରଖି ନାହାନ୍ତି, ଲଗାଇ କରି ଦେଖନ୍ତୁ, 100 ଗୁଣ ଫଳ ପ୍ରାପ୍ତ କରିବେ। ଏହି ମନି ପ୍ଲାଣ୍ଟ ଆପଣଙ୍କୁ ଯଦି ମନି ପ୍ଲାଣ୍ଟକୁ କେବେ ବି ତଳ ଆଡ଼କୁ ସେହି ଡାଳକୁ ଲମ୍ବିବା ପାଇଁ ଦେବେ ନାହିଁ, ଏହାକୁ ସବୁବେଳେ ଉପର ଆଡ଼କୁ ନଉଥିବେ। ଏହା ଦ୍ୱାରା କ'ଣ ହୋଇଥାଏ ନା ଆପଣଙ୍କର ଉନ୍ନତି ଅଗ୍ରସର ହୋଇଥାଏ। ଏହି ଉପାୟକୁ ଥରୁଟିଏ ନିଶ୍ଚୟ କରନ୍ତୁ। ଏବେ କେଉଁ ଦୁଇଟି ଗଛ ଆପଣମାନେ ଅନ୍ୟମାନଙ୍କୁ ଦେବେ ନାହିଁ, ଚାଲନ୍ତୁ ୟା ସମ୍ପର୍କରେ ଆଜି ଆପଣମାନଙ୍କୁ ଜଣାଉଛି।
ପ୍ରଥମ କଥା ହେଉଛି ଅଁଳା ଗଛ। ଅଁଳା ଗଛରେ ଲକ୍ଷ୍ମୀ ନାରାୟଣଙ୍କ ସହିତ ଶିବ ପାର୍ବତୀଙ୍କର ବାସ। ଅଁଳା ଗଛ ପ୍ରଭୁ ନାରାୟଣଙ୍କୁ ଏବଂ ମା ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ ଅଟେ। ଅଁଳା ବୃକ୍ଷ ଲକ୍ଷ୍ମୀ ନାରାୟଣଙ୍କର ପ୍ରତୀକ ବୋଲି କୁହାଯାଏ। ଯେଉଁ ବ୍ୟକ୍ତି ନିଜ ଘରୁ ଅଁଳା ଗଛକୁ ଅନ୍ୟ କାହାକୁ ଦେଇଦିଏ ତା ଘରୁ ଲକ୍ଷ୍ମୀ ଚାଲିଯାଏ ବୋଲି କୁହାଯାଏ। ଯଦି ଆପଣମାନେ ଏହି ଭୁଲ କେବେ କରିଛନ୍ତି କିମ୍ବା କରିବା ପାଇଁ ଚାହୁଁଛନ୍ତି ଜମା ବି କରନ୍ତୁ ନାହିଁ। ଦର୍ଶକ ବନ୍ଧୁ, କେବେ ବି ଅଁଳା ଗଛକୁ ଅନ୍ୟମାନଙ୍କୁ ଦେବେ ନାହିଁ। ଭୁଲ ବଶତଃ ବି ଅନ୍ୟମାନଙ୍କୁ ଅଁଳା ଗଛ ତ ଜମା ବି ଦେବେ ନାହିଁ। ଏବେ ତୃତୀୟରେ କେଉଁ ଗଛ? ଦ୍ୱିତୀୟରେ କେଉଁ ଗଛ? ଦ୍ୱିତୀୟରେ ଆସୁଛି ମନି ପ୍ଲାଣ୍ଟ। ମନି ପ୍ଲାଣ୍ଟ ଯଦି ଶୁକ୍ରବାର ଦିନ କାହା ଘରୁ ଆପଣମାନେ ନିଜେ ଚୋରାଇ କରି ଆଣିକରି ଲଗାଇବେ, ଏହା ବହୁତ ଭଲ ଅଟେ। କିନ୍ତୁ ନିଜ ଘରର ମନି ପ୍ଲାଣ୍ଟକୁ କେବେ ଅନ୍ୟକୁ ଦେବେ ନାହିଁ। ମନି ପ୍ଲାଣ୍ଟ ଯେତେ ସତେଜ ସୁନ୍ଦର ହୋଇ ଆଗକୁ ଆଗକୁ କରିବ, ମନି ପ୍ଲାଣ୍ଟକୁ ସବୁବେଳେ ଆପଣମାନେ କେୟାର କରିବେ। ଏହାକୁ ପାଣି ଢାଳୁଥିବେ, ଏହାକୁ ନାଲି ଫିତା ବାନ୍ଧୁଥିବେ। ଏମିତି ଆପଣ ଯେତେ ମନି ପ୍ଲାଣ୍ଟକୁ ସୁନ୍ଦର କରିବେ, ସତେଜ କରି ରଖିବେ, ଏହା ଆପଣଙ୍କ ପରିବାର ନିମିତ୍ତ ବହୁତ ଭଲ ହେବ। ମନି ପ୍ଲାଣ୍ଟର ଆଖପାଖ ସବୁବେଳେ ସଫା ସୁତରା ସୁନ୍ଦର କରି ରଖିବେ। ଏହା ବହୁତ ଭଲ ହେବ। ଆପଣଙ୍କ ଘରର ସମୃଦ୍ଧି ଉନ୍ନତି ହେବ। ଘରର ଡାହାଣ ପାର୍ଶ୍ୱରେ ଆପଣ ଏକ ଶ୍ଵେତ ଅରଖ ଗଛକୁ ଲଗାନ୍ତୁ। ଏହି ଗଛ ଯେମିତି ବଡ଼ ହୋଇ ହେଇଯିବ, ଆପଣଙ୍କ ଘରର ସୁଖ ସମୃଦ୍ଧି ବି ସେମିତି ଅଗ୍ରସର ହୋଇ ଯିବ। ତେବେ ଦର୍ଶକ ବନ୍ଧୁ, ଏହି ଗଛ ଆପଣମାନେ ନିଜର ଘର କିଣିବା ପାଇଁ ଚାହୁଁଛନ୍ତି, ଯଦି ଆପଣଙ୍କର ସ୍ୱପ୍ନ ଅଛି ଯେ ଆପଣ ଘର କିଣିବେ, ଜାଗା କିଣିବେ, ଏସବୁ କିଣିବାର ଆପଣ ସ୍ୱପ୍ନ ଅଧା ଅଧୁରା ରହିଯାଉଛି, ଥରୁଟିଏ ଏହି ଗଛକୁ ନିଜ ଘରକୁ ଆଣନ୍ତୁ। ହଁ ଆଜ୍ଞା, ଏହି ଗଛ ଆପଣଙ୍କର ଘରର ସୁଖ ସମୃଦ୍ଧିକୁ ଆହୁରି ଆଗକୁ ନବ। ତେଣୁ ଏହି ଗଛକୁ ଆପଣମାନେ ନିଜ ଘରକୁ ନିଶ୍ଚୟ ଆଣନ୍ତୁ। ନିଜ ଘରର ପୂର୍ବ ଦିଗ, ଘର ଭିତରେ ଲଗାଇବେ ଏହାକୁ, ଯାହାକି ପୂର୍ବ ଦିଗ ହୋଇଥିବ କିମ୍ବା ଦକ୍ଷିଣ ପୂର୍ବ, ଉତ୍ତର ପୂର୍ବ ଏମିତି ହେଇଥିବ। କିନ୍ତୁ ଘରର ପୂର୍ବ ଦିଗ ପଟେ ଲଗାଇଲେ ଏହି ଗଛକୁ ଅଧିକ ସମୃଦ୍ଧି ଦେବ। ତେଣୁ ଏହି ଗଛକୁ ଆପଣମାନେ ଲଗାଇବେ। ଗୋଟିଏ ନୁହଁ, 2ଟି ଗଛ ଆଣିବେ। ଏହା ଆପଣଙ୍କ ଘରର ସୁଖ ସମୃଦ୍ଧିକୁ ଆହୁରି ଆଗକୁ ବଢାଇବ। ଏବେ ପଞ୍ଚମ ନମ୍ବର ଗଛଟି ଆସୁଛି ଯେ ମନି ପ୍ଲାଣ୍ଟ ଗଛ। ମନି ପ୍ଲାଣ୍ଟ ଗଛ କୁହାଯାଏ ଏହା ଆମ ଘରର ସମୃଦ୍ଧିକୁ ଆହୁରି ଆଗକୁ କରେ, ଅର୍ଥାତ୍ ଟଙ୍କାକୁ ଆକର୍ଷିତ କରେ। ଏହି ଗଛ ଯାହା ଘରେ ଥାଏ, ତା ଘରେ ଟଙ୍କା ବି ସେମିତି ବଢି ବଢି ଚାଲିଥାଏ। ଆପଣମାନେ ଦେଖିବେ ଅନ୍ୟ ଗଛ ସବୁ ହଉଥିବ, କିନ୍ତୁ ଯାହା ଘରେ ଟଙ୍କା ନଥିବ, ଏହି ଗଛ ସେମିତି ଶୁଖି ଶୁଖି ଚାଲିଯିବ, ହେବ ନାହିଁ। ଏହାର ପତ୍ର ପୋକ କାଟିଦେବ କିମ୍ବା ନଷ୍ଟ ହୋଇଯିବ, ଏମିତି ହବ। କିନ୍ତୁ ଯାହା ଘରେ ସମୃଦ୍ଧି ହବ ବା ଆଗକୁ ହେଇ ଚାଲିବ, ତା ଘରେ ଏହି ଗଛ ଅଧିକରୁ ଅଧିକ ମାଳିବ, ଉପରକୁ ମାଳିବ ଏମିତି। ତେବେ ମନି ପ୍ଲାଣ୍ଟକୁ କେବେ ବି କିଣିକରି ଲଗାଇବେ ନାହିଁ। ଏହାକୁ ବୁଧବାର କିମ୍ବା ଶୁକ୍ରବାର ଦିନ ଚୋରାଇ କରି ଲଗାଇବେ। ଅର୍ଥାତ୍ ଆପଣ କାହାକୁ ମାଗି ବି ପାରନ୍ତି। ଦେଖିବି ଯାହା ଘରର ସୁଖ ସମୃଦ୍ଧି ଅଧିକ ଅଛି, ନିଜେ ଦେଖିବେ ଏବଂ ତାଙ୍କୁ ଯଦି ଆପଣ ମାଗୁଛନ୍ତି, ସମ୍ମାନର ସହିତ ଦଉଛନ୍ତି, ତାହେଲେ ଭଲ କଥା। ନହେଲେ ଆପଣ ଏହି ଗଛ ଚୋରାଇ କରି ଲଗାଇଲେ ଭଲ, ଯାହାକି ପୂର୍ବରୁ ମତ ଅଛି। ଆପଣଙ୍କ ଇଚ୍ଛା ଆପଣ ଏହାକୁ କିପରି ଲଗାଇବେ, କିନ୍ତୁ କିଣିକରି ଲଗାଇବାଠୁ 100 ଗୁଣରେ ଭଲ ଆପଣ କାହାଠୁ ନେଇକରି ଲଗାନ୍ତୁ। ଚୋରାଇ କରି ନହେଲେ ବି କାହାଠୁ ନେଇକରି ଲଗାନ୍ତୁ। ଷଷ୍ଠରେ ଆସୁଛି ଅଁଳା ଗଛ, ବେଲ ଗଛ। ଏହା ଉପରେ ଆଗରୁ ଭିଡ଼ିଓ ବି ମୁଁ ବନାଇଛି। କୁହାଯାଏ ଯାହା ଘରେ ଅଁଳା ଗଛ ଥାଏ, ତା ଘରେ ଦରିଦ୍ରତା ସମୂଳେ ନାଶ ହୋଇଯାଏ। କୁହାଯାଏ ଅଲକ୍ଷ୍ମୀ ସେ ଘରେ ପାଦ ବି ରଖନ୍ତିନି। ଏପରି ଏକ ଗଛ ଯେଉଁ ଗଛରେ ପୂଜା କରିବା ଦ୍ୱାରା ଆପଣ ଲକ୍ଷ୍ମୀ ନାରାୟଣ ଏବଂ ଶିବ ପାର୍ବତୀ 2 ଜଣଙ୍କର ପୂଜା କରିପାରିବେ। ହରିହର 2 ଜଣଙ୍କର ପୂଜା କରିପାରିବେ। ସେ ହେଉଛି ଅଁଳା ଗଛ। ବେଲ ଗଛ, ଯାହାକି ମା ଲକ୍ଷ୍ମୀ ସନ୍ଧ୍ୟା ସମୟରେ ବେଲ ଗଛ ମୂଳେ ବସିକରି ଓಂ ନମୋ ନାରାୟଣାୟ ନମଃ ମନ୍ତ୍ର ଜପ କରନ୍ତି ଦେବଦେବ ମହାଦେବଙ୍କ ଆଶୀର୍ବାଦରେ। ଏବଂ ଏହି ବେଲ ଗଛ ମୂଳେ ଯିଏ ଗୋଟିଏ ଢାଳ ଜଳ ଅର୍ପଣ କରେ ପ୍ରତ୍ୟେକ ଦିନ, ସେ ସ୍ୱୟଂ ମହାଦେବଙ୍କର ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ସହିତ ସମାନ ହୋଇଥାଏ। ତେବେ ଏହି ଅଁଳା ଗଛ ଏବଂ ବେଲ ଗଛକୁ ଗୁରୁବାର ଦିନ ନିଜ ଘରେ ନିଶ୍ଚୟ ଲଗାନ୍ତୁ। ଏହାକୁ ଯଥାବିଧି ପୂଜା ବି କରନ୍ତୁ ପ୍ରତ୍ୟେକ ଦିନ। ନିଜେ ଦେଖିବେ ନିଜ ଘରର ଉନ୍ନତିକୁ। ଥରୁଟିଏ ବିଶ୍ୱାସରେ ରଖି କାର୍ଯ୍ୟ କରନ୍ତୁ, କର୍ମ କରନ୍ତୁ, ନିଶ୍ଚୟ ଉନ୍ନତି ହେବ। ଏବେ ସପ୍ତମ ଗଛଟି ଏହାଟେ ଯେ କଦଳୀ ଗଛ। କଦଳୀ ଗଛକୁ କିଛି ଜଣ ନିଜ ଘରେ ଲଗାଇବା ପାଇଁ
ଡରି ଯାଆନ୍ତି। କିନ୍ତୁ ଯାହା ଘରେ ଧନ ଜନିତ ସମସ୍ୟା, ସନ୍ତାନ ଜନିତ ସମସ୍ୟା ଲାଗି ରହୁଛି, ସ୍ୱାମୀଙ୍କର ଉନ୍ନତି ଯଦି ଚାହୁଁଛନ୍ତି, ଥରୁଟିଏ ଗୁରୁବାର କିମ୍ବା ପୂର୍ଣ୍ଣିମା ତିଥିରେ କଦଳୀ ବୃକ୍ଷକୁ ନିଜ ଘରେ ଲଗାନ୍ତୁ, ଜଳ ଅର୍ପଣ କରି ବିଧିପୂର୍ବକ ସ୍ଥାପନ କରନ୍ତୁ। ଦେଖିବେ ଆପଣଙ୍କର ଘରର ଉନ୍ନତି କିପରି ଆଗକୁ ବଢ଼ି ବଢ଼ି ଚାଲିବ। ଏବେ ଦର୍ଶକ ବନ୍ଧୁ, ଏହି 7ଟି ଶୁଭ ଗଛକୁ ଆପଣମାନେ ନିଜ ଘରେ ଲଗାନ୍ତୁ ଏବଂ ମା ବୃନ୍ଦାବତୀଙ୍କର ତ ଘରେ ଘରେ ଅଛି। ମା ବୃନ୍ଦାବତୀଙ୍କର ନୀତି ନିୟମ, ମା ବୃନ୍ଦାବତୀଙ୍କର ଆଶୀର୍ବାଦ ଘରେ ଘରେ ପରିଚିତ। ୟା ଉପରେ ଆଉ କ'ଣ କହିବି। ତେଣୁ ଏହି ଗଛକୁ ନିଜ ଘରେ ଲଗାନ୍ତୁ ଏବଂ ଶୁଭାଶୁଭ ଫଳ ନିଶ୍ଚୟ ପାଇପାରିବେ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଏହି ଗଛ ଲଗାଇ ନାହାନ୍ତି, ଆପଣମାନେ ନିଜ ଘରେ ନିଶ୍ଚୟ ଲଗାନ୍ତୁ ଏବଂ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ ଯେ ଆପଣମାନେ ଏକମତ କି ମୋ ଭିଡ଼ିଓରେ ମୁଁ ଯେଉଁ ଉପାୟ ସବୁ ଆଜି କହିଲି, ଏହି ଗଛ ସବୁକୁ ଆପଣମାନେ ନିଜ ଘରେ ଲଗାଇବେ କି ନାହିଁ, କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଆଜି ପାଇଁ ରହିଲି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓରେ।